आस जानिबा आत्ममुग्धता कौन बा नार्सिसिज्म कौन हुए। नार्सिसिज्म हेउची अत्यधिक आत्मकेंद्रीयता ଯେଉଁଥିରେ ବ୍ୟକ୍ତି ନିଜ ଆଖପାଖର ଅନ୍ୟମାନଙ୍କର ଆବଶ୍ୟକତାକୁ ଅଣଦେଖା କରେ। ଆମେ ସମସ୍ତେ କେବେ ନା କେବେ ଥରେ ଥରେ ନାର୍ସିସିଷ୍ଟିକ ଆଚରଣ କରୁ, କାରଣ ଆମେ ସମସ୍ତେ ନିଜକୁ ଭଲ ପାଉ, କିନ୍ତୁ ଏହି ମାନସିକ ବ୍ୟାଧିଗ୍ରସ୍ତ ବ୍ୟକ୍ତି ବା ନାର୍ସିସିଷ୍ଟ ମାନେ ପ୍ରାୟତଃ ଅନ୍ୟମାନଙ୍କୁ କିମ୍ବା ସେମାନଙ୍କ ଭାବନାକୁ ଅବମାନନା କରନ୍ତି। ସେମାନଙ୍କର ଆଚରଣ ଅନ୍ୟ ଲୋକଙ୍କ ଉପରେ କିପରି ପ୍ରଭାବ ପକାଉଛି ସେମାନେ ବୁଝିବାକୁ ଚାହାନ୍ତି ନାହିଁ। ଆମେ ସମସ୍ତେ ନିଜକୁ ଭଲ ପାଉ, ଆମେ ସମସ୍ତେ ନିଜକୁ ନେଇ ଖୁସି ହଉ, ମୁଁ ଏତେ ଭଲ କାମ କରିପାରେ, ମୁଁ ଏତେ ସୁନ୍ଦର, ମୋର ଏତେ ପଇସା ଅଛି, ସମସ୍ତେ ଆମେ ନିଜକୁ ନେଇ ଗର୍ବ କରୁ। କିନ୍ତୁ ନାର୍ସିସିଷ୍ଟ ଲୋକମାନେ ସେମାନେ ନିଜକୁ ନେଇ ଅତ୍ୟଧିକ ଅହଂକାର କରନ୍ତି, ଅତ୍ୟଧିକ ଗର୍ବ କରନ୍ତି, ନିଜକୁ ସବୁବେଳେ ସମସ୍ତଙ୍କଠାରୁ ଉଚ୍ଚ ଭାବରେ ନିଅନ୍ତି। ସୋ ନାର୍ସିସିଜମ ହେଲା ନିଜକୁ ଭଲ ପାଇବା, ସେଲ୍ଫ ଲଭ, ସେଲ୍ଫ ଇମ୍ପୋର୍ଟାନ୍ସ। ଏଇଟା ଆମ ସମସ୍ତଙ୍କ ଭିତରେ ଅଛି। ଆଉ ଏଇ ଗୁଣ ଗୁଡାକ ହେଲା ନାର୍ସିସିଷ୍ଟିକ ଟ୍ରେଟ୍ସ। ଆଉ ଯଦି ଯାହାର ଟିକେ ବେଶୀ ହେଲା ସାଧାରଣରୁ, ତାକୁ ଆମେ କହୁ ନାର୍ସିସିଷ୍ଟ। ଅତ୍ୟଧିକ ଯେତେବେଳେ ବେଶୀ ହୋଇଯାଏ ଏ ଗୁଣ, ଯିଏ ନିଜକୁ ବହୁତ ଉଚ୍ଚ ଦେଖେ, ବହୁତ ଅହଙ୍କାରୀ ହେଇଯାଏ, ବହୁତ ଆରୋଗାଣ୍ଟ ହେଇଯାଏ, ଅନ୍ୟମାନଙ୍କୁ ଜମାରୁ ନିଜ ସମାନ ଭାବେ ନାହିଁ ବା ବହୁତ ହୀନ କରିକି ଦେଖେ, ସେମାନଙ୍କୁ ମନୋବିଜ୍ଞାନରେ ଆମେ କହୁ ନାର୍ସିସିଷ୍ଟିକ ପର୍ସନାଲିଟି ଡିଜଅର୍ଡରର ଶିକାର। ନାର୍ସିସିଷ୍ଟିକ ପର୍ସନାଲିଟି ଡିଜଅର୍ଡର ବା ନାର୍ସିସିଷ୍ଟିକ ବ୍ୟକ୍ତିତ୍ୱ ବ୍ୟାଧି ହେଉଛି ଏକ ମାନସିକ ସ୍ୱାସ୍ଥ୍ୟ ଅବସ୍ଥା ଯାହାକି ଆପଣ ନିଜକୁ କିପରି ଦେଖନ୍ତି ଏବଂ ଅନ୍ୟମାନଙ୍କ ସହିତ କିପରି ସମ୍ପର୍କ ରଖନ୍ତି ତା ଉପରେ ପ୍ରଭାବ ପକାଇଥାଏ। ଏନପିଡି ରହିବା ଅର୍ଥ ଅନ୍ୟମାନଙ୍କୁ ନିଜର ଶକ୍ତିରେ ପ୍ରଭାବିତ କରିବା ଏବଂ ନିଜକୁ ଅଧିକ ଗୁରୁତ୍ୱ ଦେବା। ଏହି ବ୍ୟାଧିରେ ପୀଡ଼ିତ ବ୍ୟକ୍ତି ନିଜ ଆବଶ୍ୟକତା ପାଇଁ ସେମାନେ ନକାରାତ୍ମକ ଆଚରଣ ଦେଖାଇଥାନ୍ତି, ଅନ୍ୟ ଉପରେ ନିଜର ଶକ୍ତି ପ୍ରୟୋଗ କରନ୍ତି, ଯାହା ଆଖପାଖରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଏହି ବିଷୟରେ ଜାଣିବା ଆମର ନିତ୍ୟାନ୍ତ ଜରୁରୀ। ଏହି ବ୍ୟାଧିର କଣ ଇତିହାସ? ନାର୍ସିସିଷ୍ଟିକ ବ୍ୟକ୍ତିତ୍ୱ ବ୍ୟାଧି, ଏହାର ଇତିହାସ ଆରମ୍ଭ ହେଉଛି ଗ୍ରୀକ ପୁରାଣରୁ। ଗ୍ରୀକ ପୁରାଣରେ ଶିକାରୀ ନାର୍ସିସସ୍ ଠାରୁ ଏନପିଡି ଏହାର ନାମ ପାଇଥାଏ। ପୁରାଣ ପରି ଲୋକମାନେ ସାଧାରଣତଃ ନାର୍ସିସିଜମକୁ ଶାରୀରିକ ରୂପ ସହିତ ସଂଯୋଗ କରନ୍ତି, କିନ୍ତୁ ଏନପିଡି କେବଳ ଶାରୀରିକ ସୌନ୍ଦର୍ଯ୍ୟକୁ ବ୍ୟାଖ୍ୟା କରେ ନାହିଁ, ବ୍ୟକ୍ତି ପାଖରେ ଥିବା ଅନ୍ୟ ଗୁଣ ବା ଦକ୍ଷତାକୁ ମଧ୍ୟ ଅନ୍ତର୍ଭୁକ୍ତ କରିପାରେ, ଯେପରିକି ବୁଦ୍ଧି, ଚରିତ୍ର, କଳାତ୍ମକ ଦକ୍ଷତା, ଆଥଲେଟିକ ଦକ୍ଷତା, ଧନ, ଶକ୍ତି ଏବଂ ସଫଳତା। ଏଥିର ଅର୍ଥ ହେଲା ନାର୍ସିସିଷ୍ଟିକ ବ୍ୟକ୍ତି ନିଜର ସଫଳତାକୁ ନେଇ ସବୁବେଳେ ଅହଙ୍କାର କରୁଥାଏ, ନିଜର କ୍ଷମତା ନେଇ, ନିଜର ଧନ ନେଇ, ନିଜର ଶକ୍ତି ନେଇ, କୌଣସି ସମୟରେ କୌଣସି ସାର୍ଟିଫିକେଟ ପାଇଥିବା ନେଇ ଅତ୍ୟଧିକ ଅହଙ୍କାରୀ ହୋଇଥାଏ। ଏଥର ଦେଖିବା ଏହି ନାର୍ସିସିଷ୍ଟିକ ବ୍ୟକ୍ତିତ୍ୱ ବ୍ୟାଧିର ସଂକେତ ଏବଂ ଲକ୍ଷଣ କଣ। ପ୍ରଥମ ହେଲା ସେମାନେ ଆତ୍ମ ମହତ୍ୱକୁ ପ୍ରାଧାନ୍ୟ ଦିଅନ୍ତି, ନିଜର ଦକ୍ଷତା, ନିଜ କୃତିତ୍ୱକୁ ଅତ୍ୟଧିକ ପ୍ରାଧାନ୍ୟ ଦିଅନ୍ତି, ଅନୁରୂପ ସଫଳତା ବିନା ଉନ୍ନତ ମାନ୍ୟତା ପାଇବାକୁ ଆଶା କରିବା, ଅସୀମିତ ସଫଳତା
ଶକ୍ତି, ଉଜ୍ଜ୍ୱଳତା, ସୌନ୍ଦର୍ଯ୍ୟ କିମ୍ବା ଆଦର୍ଶ ପ୍ରେମର କଳ୍ପନାରେ ମଗ୍ନ ରହିବା। ସେମାନେ ପ୍ରଥମେ ନିଜେ ଯଦି କେବେ ତାଙ୍କର କିଛି ଦକ୍ଷତା ଦେଖାଇଛନ୍ତି, କିଛି ଭଲ ପାଠ ପଢିଛନ୍ତି କିମ୍ବା ତାଙ୍କ ପାଖରେ ପଇସା ଅଛି, ସେଇଟାକୁ ପ୍ରାଧାନ୍ୟ ଦିଅନ୍ତି। ମୋ ପରି କେହି ନାହିଁ, ମୁଁ ବହୁତ କିଛି, ସେଇ ସଫଳତାକୁ ନେଇ ସେମାନେ ସାରା ଜୀବନ ତାକୁ ଅନ୍ୟମାନଙ୍କ ପାଖରୁ ସମ୍ମାନ ପାଇବାକୁ ଆଶା କରିଥାନ୍ତି। ଆଉ ସେଇ ସଫଳତା, ଶକ୍ତି, ଉଜ୍ଜ୍ୱଳତା, ସୌନ୍ଦର୍ଯ୍ୟ ଆଉ ଆଦର୍ଶ ପ୍ରେମକୁ ସବୁବେଳେ କଳ୍ପନା କରନ୍ତି। ସବୁବେଳେ କଳ୍ପନା କରୁଥାନ୍ତି କି ମୁଁ ସବୁଠୁ ବଡ଼, ମୋର ସବୁବେଳେ ଉଚ୍ଚ ଆସନ ଦରକାର, ମୋ ଭଳି କେହି ନାହିଁ, ସମସ୍ତେ ମୋ ଠାରୁ ନୀଚ, ମୁଁ ଯେତେ ଭଲ କାମ କରେ ସେ ଏପରି କେହି କରିପାରନ୍ତି ନାହିଁ, ମୋର ଯେତେ ଜ୍ଞାନ ଅଛି କାହାରି ଆଉ ସେତେ ଜ୍ଞାନ ନାହିଁ। ଅତ୍ୟଧିକ ପ୍ରଶଂସାର ଆବଶ୍ୟକତା କରନ୍ତି। ସେମାନେ କ୍ରମାଗତ ଭାବରେ ପ୍ରଶଂସା ଏବଂ ଧ୍ୟାନ ଖୋଜୁଥାନ୍ତି। ସମାଲୋଚନା କରୁଥିବା ଲୋକଙ୍କ ଉପରେ ସେମାନେ ବହୁତ ବିରକ୍ତ ହୁଅନ୍ତି। ସେମାନେ ସେମାନଙ୍କ ପ୍ରତି ନକାରାତ୍ମକ ପ୍ରତିକ୍ରିୟା କରନ୍ତି, କିନ୍ତୁ ନିଜେ ଅନ୍ୟର ସମାଲୋଚନା କରିବାକୁ ଭଲ ପାଆନ୍ତି। ସେମାନଙ୍କର ଶ୍ରେଷ୍ଠତାର ସମ୍ମାନ ବଜାୟ ରଖିବା ପାଇଁ କ୍ରୋଧିତ ହୁଅନ୍ତି, ଅନ୍ୟମାନଙ୍କୁ ମୂଲ୍ୟହୀନ କରିଦେଇ ପାରନ୍ତି। ସହାନୁଭୂତିର ଅଭାବ, ସେମାନେ ସହାନୁଭୂତି ଦେଖାଇ ପାରନ୍ତି ନାହିଁ, ଅନ୍ୟମାନଙ୍କର ଭାବନାକୁ ବୁଝିବାରେ ଅକ୍ଷମ ହୁଅନ୍ତି, ଅନ୍ୟମାନଙ୍କ ଭାବନାକୁ ମୂଲ୍ୟ ଦିଅନ୍ତି ନାହିଁ, ନିଜର ଲାଭ ପାଇଁ ଅନ୍ୟମାନଙ୍କୁ ବ୍ୟବହାର କରନ୍ତି ଏବଂ ଶୋଷଣକାରୀ ଆଚରଣ କରିଥାନ୍ତି। ଆମେ ଯାହାକୁ ଏକ୍ସପ୍ଲୋଇଟେସନ କହୁ ଇଂଲିଶରେ। ସେମାନେ ଅନ୍ୟକୁ ନିଜ ପାଇଁ ୟୁଜ କରନ୍ତି। ଅଧିକାରର ଆଶା, ସବୁବେଳେ ତାଙ୍କର ରାଇଟ ଦରକାର, ଅଧିକାର ଦରକାର, ଡ୍ୟୁଟି ଦରକାର ନାହିଁ। ସେମାନେ କର୍ତ୍ତବ୍ୟ କରିବେନି, କିନ୍ତୁ ତାଙ୍କର ସବୁବେଳେ ଅଧିକାରର ଆଶା ଥାଏ। ଅନୁକୂଳ ଅବସ୍ଥା ଏବଂ ଅନ୍ୟମାନଙ୍କ ଠାରୁ ଅତ୍ୟଧିକ ଆତ୍ମସମ୍ମାନର ଅବାସ୍ତବ ଆଶା କରିଥାନ୍ତି। ଯେତେବେଳେ ସେମାନଙ୍କର ଆବଶ୍ୟକତା ପୂରଣ ନ ହୁଏ, ସେତେବେଳେ କ୍ରୋଧିତ ବି ହୁଅନ୍ତି କିମ୍ବା ବିରକ୍ତ ବି ହୋଇଥାନ୍ତି। ସବୁବେଳେ ସେମାନେ ଅନ୍ୟଠାରୁ ସେବା ଏବଂ ଶ୍ରେଷ୍ଠ ସମ୍ମାନ ଆଶା କରନ୍ତି। ତା ପାଇଁ ଦରକାର ହେଲେ ସେମାନଙ୍କୁ ଅନ୍ୟକୁ ଛୋଟ ଦେଖେଇବାକୁ ଭୁଲନ୍ତି ନାହିଁ। ଅହଙ୍କାର ଏବଂ ଅହଙ୍କାରୀ ଆଚରଣ, ଅନ୍ୟମାନଙ୍କ ପାଇଁ ଅବମାନନା ମନୋଭାବ ପ୍ରଦର୍ଶନ କରନ୍ତି। ସେମାନଙ୍କର ସଫଳତା ନେଇ ସବୁବେଳେ ଗର୍ବ କରୁଥାନ୍ତି। ଶୋଷଣକାରୀ ଆଚରଣ, ନିଜର ଲକ୍ଷ୍ୟ ହାସଲ କରିବାକୁ ଯାଇ ଅନ୍ୟମାନଙ୍କ ସୁବିଧା ନିଅନ୍ତି। ସେମାନେ ଯାହା ଚାହାନ୍ତି ତାହା ପାଇବାକୁ ଅନ୍ୟମାନଙ୍କୁ ପ୍ରତାରଣା ବି କରିପାରନ୍ତି। ଅନ୍ୟର ଭାବନା କିମ୍ବା ଆବଶ୍ୟକତାକୁ ଧ୍ୟାନ ନ ଦେଇ ନିଜର ଲାଭ ପାଇଁ ଅନ୍ୟମାନଙ୍କୁ ବ୍ୟବହାର କରନ୍ତି। ସେମାନଙ୍କର ଆବଶ୍ୟକତା କିମ୍ବା ଇଚ୍ଛା ପୂରଣ କରିବାକୁ ପ୍ରାଧାନ୍ୟ ଦେଇଥାନ୍ତି। ଈର୍ଷା, ଅନ୍ୟମାନଙ୍କ ପ୍ରତି ଈର୍ଷା ଥାଏ ଏବଂ ଅବିଶ୍ୱାସ ଥାଏ। ତା ଛଡା ସେମାନେ ଭାବୁଥାନ୍ତି କି ଅନ୍ୟମାନେ ତାଙ୍କୁ ଈର୍ଷା କରୁଛନ୍ତି। ଅନଧିକାର ଚର୍ଚ୍ଚା, କଥାର ଅର୍ଥ ହେଲା ସେମାନେ ଅନ୍ୟର ବ୍ୟକ୍ତିଗତ ସୀମା ଭିତରକୁ ଚାଲିଯାଆନ୍ତି। ଯୋଉ ଧରନ୍ତୁ କାହାର କିଛି ପ୍ରାଇଭେଟ କଥା ଅଛି ବା ଜିନିଷ ଅଛି, ସେମାନେ ତାକୁ ଜାଣିବାକୁ ଚେଷ୍ଟା କରନ୍ତି, ଆଉ ସେଇଟାକୁ ଦେଖି ଅନ୍ୟମାନଙ୍କୁ ସୀମାକୁ ଅବମାନନା କରନ୍ତି। ତାଙ୍କ ଜୋର ସହିତ, ଶକ୍ତି ସହିତ ସେମାନେ ଅନ୍ୟର ଜିନିଷକୁ ଦେଖନ୍ତି, ଜାଣିବାକୁ ଚେଷ୍ଟା କରିଥାନ୍ତି କିମ୍ବା କୌଶଳ ସାହାଯ୍ୟରେ ପଚାରିକି ଜାଣି ନିଅନ୍ତି। ମ୍ୟାନିପୁଲେସନ, ସେମାନେ ଯାହା ଚାହାନ୍ତି ତାହା ପାଇବା ପାଇଁ ଚମତ୍କାର, ଚାଟୁକାରିତା ବା ଦୋଷ ଟ୍ରିପିଂ ବ୍ୟବହାର କରନ୍ତି। ଦୋଷ ଟ୍ରିପିଂ କଥାର ଅର୍ଥ ହେଲା ସେମାନଙ୍କର ଦୋଷ ଥିବ, ସେମାନେ ତାଙ୍କର ଗୋଟେ କ୍ଷତି ଯାଇଥିବ, ସେ ଅନ୍ୟକୁ ସବୁବେଳେ ଦୋଷ ଦଉଥିବେ ଯେ ତୋରି ପାଇଁ ଏଟା ହେଲା, ମୁଁ ତତେ ଏତେ ସାହାଯ୍ୟ କରିଥିଲି, ତୁ ମତେ କିନ୍ତୁ କଲୁ ନାହିଁ। ଏମିତି ଭାବରେ କହି ସେମାନେ ଅନ୍ୟର ଗିଲ୍ଟି ଫିଲିଂ କରାନ୍ତି, ଅନ୍ୟମାନେ ନିଜକୁ ଦୋଷୀ ଭାବନ୍ତି, ଏତେ ସେ କହନ୍ତି। ଜଣେ ପ୍ରକୃତ ନାର୍ସିସିଷ୍ଟ ବିବାଦକୁ ଗଠନମୂଳକ ଭାବେ ସମାଧାନ କରିବାରେ ଅସମର୍ଥ ହୁଅନ୍ତି, ଫଳରେ ସେ ନିଜର ଜୀବନକୁ ସମସ୍ୟାରେ ଭରି ଦିଅନ୍ତି ଏବଂ ନିଜର ଆଖପାଖରେ ଥିବା ଲୋକ
सहकर्मी स्त्री स्वामी बंधु समस्त उपरे नकारात्मक प्रभाव पकाई थांती। मानसिक स्तर रे सेमाने अन्य को निष्क्रिय भावप्रवण भाव में क्षतिग्रस्त कराई थांती। तेणु एपरी नार्सिसिस्टिक लोक मानक ठारू आमे जेते दूर रे रहिबा सेते आम पई भलो होई थाए।